ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 10 ପର୍ବର 5 ପଦରୁ ଆରମ୍ଭ କରି 11 ପର୍ବର 4 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ଏହି 10 ପର୍ବର 5 ପଦରେ ଏହିପରି ଲେଖା ଅଛି, ଗ୍ରୀଷ୍ମ କାଳରେ ଯେ ସଞ୍ଚୟ କରେ ସେ ବୁଦ୍ଧିମାନ ପୁତ୍ର, ମାତ୍ର ଫସଲ ସମୟରେ ଯିଏ ନିଦ୍ରିତ ଥାଏ ସେହି ପୁତ୍ର ଲଜ୍ଜାଜନକ। ଏଠି ଆମେ ଦେଖୁଛୁ ଯେ ସୁଯୋଗର ସଦ୍ବ୍ୟବହାର କରିବା ଉଚିତ। ଏଠାରେ ଆଉ ଏକ ତୁଳନାତ୍ମକ ବୈଷମ୍ୟତାର ହିତୋପଦେଶକୁ ଆମେ ଲକ୍ଷ୍ୟ କରୁଅଛୁ। ଏଠାରେ ଯାହାକୁ ବୁଦ୍ଧିମାନ ପୁତ୍ର ବୋଲି କୁହାଯାଏ ସେ ଗ୍ରୀଷ୍ମ କାଳରେ ଆହାର ସଞ୍ଚୟ କରେ। ଯାହାକୁ ଅଳସୁଆ ବୋଲି କୁହାଯାଏ ସେ ଅମଳ ସମୟରେ ଶୋଇ ରୁହେ। ସେ ହେଉଛି ଜଣେ ଯେ କି କର୍ମ କରିବାକୁ ବା ପରିଶ୍ରମ କରିବାକୁ ଚାହେଁ ନାହିଁ। ମୋର ପ୍ରିୟ ବନ୍ଧୁ, ଆପଣ ଜାଣି ରଖିବା ଆବଶ୍ୟକ ଯେ ଈଶ୍ୱର ଆପଣଙ୍କୁ ତାଲିମ ଦେବା ପାଇଁ ଚାହାନ୍ତି ଓ ଶିକ୍ଷା ଦେବା ପାଇଁ ଚାହାନ୍ତି। ମୋର ଜଣେ ବନ୍ଧୁ ଯେତେବେଳେ ସେ ଯୁବକ ଥିଲେ ସେତେବେଳେ ସେ ଏକ ମଣ୍ଡଳୀରେ ପାଳକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସେ ସେତିକିରେ ସନ୍ତୁଷ୍ଟ ନଥିଲେ। ସେ ସେଠାରେ ଯାହା କରୁଥିଲେ ତାହାଠାରୁ ଅଧିକ କିଛି ଈଶ୍ୱରଙ୍କ ନିମନ୍ତେ କରିବା ପାଇଁ ଚାହିଁଲେ। ତାହାଙ୍କର ଅତି ଚମତ୍କାର ସ୍ତ୍ରୀ ଥିଲେ ଯିଏକି ତାହାଙ୍କୁ ଈଶ୍ୱରଙ୍କ ବାକ୍ୟ ଭଲ ଭାବେ ଅଧ୍ୟୟନ କରି ତହିଁରେ ଦକ୍ଷତା ହାସଲ କରିବା ନିମନ୍ତେ ତାହାଙ୍କୁ ଉତ୍ସାହିତ କଲେ ଓ ଡକ୍ଟର ଡିଗ୍ରୀ ହାସଲ କରିବା ନିମନ୍ତେ ତାହାଙ୍କୁ ସୁଯୋଗ ଦେଲେ। ଆଉ ମୋର ବନ୍ଧୁ ଜଣକ ସୁଯୋଗର ସଦ୍ବ୍ୟବହାର କରି ସେହି ଅଧ୍ୟୟନ ସମାପ୍ତ କଲେ। ଏହାପରେ ସେ ଏକ ବଡ଼ ମଣ୍ଡଳୀରେ ପାଳକତ୍ୱ କାର୍ଯ୍ୟ କରିବା ସହିତ ରେଡ଼ିଓ ମାଧ୍ୟମରେ ଓ ସଭା ପ୍ରଭୃତିରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ। ତାଙ୍କର ଏହିପରି କାର୍ଯ୍ୟବ୍ୟସ୍ତତାର ଜୀବନକୁ ଦେଖି ଜଣେ ତାହାଙ୍କୁ ପ୍ରଶ୍ନ କଲେ, ଆପଣ ସବୁ ସମୟରେ ବ୍ୟସ୍ତ ରହୁଛନ୍ତି, ତେବେ ଆପଣ କେତେବେଳେ ନିଜକୁ ପ୍ରସ୍ତୁତ କରିବା ନିମନ୍ତେ ସମୟ ପାଉଛନ୍ତି? ତେବେ ତହିଁର ଉତ୍ତର ଦେବାକୁ ଯାଇ ସେ ତାହାଙ୍କୁ କହିଲେ, ମୁଁ 5 ବର୍ଷ ବାଇବଲ ଅଧ୍ୟୟନ କରିବା ନିମନ୍ତେ ସମୟ ପାଇଥିଲି ଓ ମୁଁ ସେହି ସମୟର ସଦୁପଯୋଗ କରିଥିଲି। ଆଉ ଦିନ ଆସିଲା, ଈଶ୍ୱର ସେହି ପ୍ରସ୍ତୁତିକୁ ବ୍ୟବହାର କରିବା ନିମନ୍ତେ ମୋତେ ସୁଯୋଗ ଦେଲେ। ଆଜି ମୁଁ ଯେକୌଣସି ଯୁବକଙ୍କୁ କହିବାକୁ ଚାହେଁ ଯେ କି ଈଶ୍ୱରଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଚାହାନ୍ତି, ନିଜକୁ ପ୍ରସ୍ତୁତ କରିବା ନିମନ୍ତେ ଆରମ୍ଭ କରନ୍ତୁ। ମନେ ରଖନ୍ତୁ, ଯିଏ ଗ୍ରୀଷ୍ମ କାଳରେ ଆହାର ସଞ୍ଚୟ କରେ ସେ ବୁଦ୍ଧିମାନ ପୁତ୍ର। ହିତୋପଦେଶ ପୁସ୍ତକରେ ଏହି ସମସ୍ତ ଉକ୍ତିଗୁଡ଼ିକ ଅତି ଚମତ୍କାର। ଏହି ଉକ୍ତିଗୁଡ଼ିକ ଅତି ସତ୍ୟ ଓ ଏହା ଆପଣଙ୍କୁ ଏହି ଜଗତରେ ଈଶ୍ୱରଙ୍କ ସନ୍ତୋଷଜନକ ଜୀବନଯାପନ କରିବା ନିମନ୍ତେ ସମର୍ଥ କରାଇବ। ଯଦି ସେହିସବୁ ଆପଣଙ୍କ ନିମନ୍ତେ କାର୍ଯ୍ୟକାରୀ ହୋଇପାରୁନାହିଁ, ତାହେଲେ ତାହାର ଅର୍ଥ ନୁହେଁ ଯେ ସେହିସବୁରେ କିଛି ତ୍ରୁଟି ରହିଅଛି, ମାତ୍ର ତ୍ରୁଟି ରହିଅଛି ଆପଣଙ୍କ ହୃଦୟରେ। ତେଣୁ ଯେଉଁ ସମୟରେ କର୍ମ କରିବା ଉଚିତ ଆମେ ତାହା କରିବା ଆବଶ୍ୟକ ଓ ଯେଉଁ ସମୟରେ ବିଶ୍ରାମ କରିବା କଥା ଆମେ ବିଶ୍ରାମ କରିବା ଆବଶ୍ୟକ। କିନ୍ତୁ ମୂର୍ଖ ତାହା କରେ ନାହିଁ। ଯେ ଅଳସୁଆ ସେ ଫସଲ ସମୟରେ ନିଦ୍ରିତ ଥାଏ। ସେ ହେଉଛି ଜଣେ ଯେ କି ତାହାର କର୍ତ୍ତବ୍ୟ ସମ୍ପାଦନ କରିପାରେ ନାହିଁ। ମାତ୍ର ଯେ ବୁଦ୍ଧିମାନ ସେ ଗ୍ରୀଷ୍ମକାଳରେ ସଞ୍ଚୟ କରେ, ଅର୍ଥାତ୍ ସେ ସମୟ ଥାଉଁ ଥାଉଁ ସୁଯୋଗର ସଦ୍ବ୍ୟବହାର କରି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥାଏ ଓ ଉପଯୁକ୍ତ ସମୟରେ ତାହାର କାର୍ଯ୍ୟ ସମ୍ପାଦନ କରେ। ଏହାପରେ 10 ପର୍ବର 6 ପଦରେ ଲେଖା ଅଛି, ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ତ୍ତଇ, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ୟ ଢାଙ୍କେ। ଏଠାରେ ଆମେ ପୁରାତନ ନିୟମର 2ଟି ଚରିତ୍ରକୁ ଲକ୍ଷ୍ୟ କରିବାକୁ ପାରୁ। ସାମୁଏଲ ଯେ କି ଆଶୀର୍ବାଦର ଅଧିକାରୀ ହେଲେ, ମାତ୍ର ସାଉଲ ଅଭିଶାପର ପାତ୍ର ହେଲେ। ଆସନ୍ତୁ ଏହାପରେ 10 ପର୍ବର 7 ପଦରୁ 32 ପଦ ମଧ୍ୟରେ ଆମେ ଅଧ୍ୟୟନ କରି ଆଲୋଚନା କରି ଦେଖିବା ଯେ ଧାର୍ମିକର ଫଳ କ'ଣ। ମୁଁ ଏହି ବିଷୟକୁ କେତେକ ବ୍ୟକ୍ତିବିଶେଷଙ୍କ ଜୀବନକୁ ନେଇ ଭାବେ, ଯେଉଁମାନେ କି କିଛି ବର୍ଷ ପୂର୍ବରୁ ଅତି ପ୍ରସିଦ୍ଧ ଥିଲେ, କିନ୍ତୁ ଆଜି ସେମାନଙ୍କୁ ଲୋକମାନେ ଭୁଲି ଯାଆନ୍ତି। ମୋର ମତରେ ଏହି ଯୁଗର ଲୋକମାନେ ପରବର୍ତ୍ତୀ 50 ବର୍ଷ ମଧ୍ୟରେ ସ୍ମୃତି ପଟରୁ ଉଭେଇଯିବେ। କିନ୍ତୁ ତଥାପି ଆଜି ଏହିପରି ଅନେକ ଭକ୍ତମାନେ ଅଛନ୍ତି ଯେଉଁମାନେ କି ଈଶ୍ୱରଙ୍କ ନିମନ୍ତେ କିଛି ସାଧନ କରିଅଛନ୍ତି। ସେମାନେ ଚିରସ୍ମରଣୀୟ। ଦେଖନ୍ତୁ 10 ପର୍ବର 7 ଓ 8 ପଦରେ ଲେଖା ଅଛି, ଧାର୍ମିକର ସ୍ମରଣ ଧନ୍ୟ, ମାତ୍ର ଦୁଷ୍ଟର ନାମ ପଚିଯିବ। ଯେ ଅନ୍ତଃକରଣରେ ଜ୍ଞାନୀ
ସେ ଆଜ୍ଞା ଗ୍ରହଣ କରିବ, ମାତ୍ର ଅଜ୍ଞାନ ବକୁଆ ପତିତ ହେବ। ଏଠାରେ ବକୁଆର ଅର୍ଥ ହେଉଛି ଜଣେ ଯେ କି ସଦାସର୍ବଦା କଥା କହେ। ସେ ନିଜର ଅହମିକାରେ ଜ୍ଞାନୀ ଅଟେ। ମାତ୍ର ତହିଁର ପରିବର୍ତ୍ତେ ଜ୍ଞାନୀ ଆଜ୍ଞା ସବୁ ଗ୍ରହଣ କରେ। ଆପଣଙ୍କର ମନେଥିବ, ନବୁଖଦ୍ନେଚ୍ଛର ନାମକ ଜଣେ ରାଜା ଥିଲେ, ଯେ କି ଦାନିଏଲଙ୍କର ପରାମର୍ଶକୁ ଶୁଣିଲେ ଓ ସମୃଦ୍ଧିଶାଳୀ ହେଲେ। ସେହିପରି ବେଲଶସ୍ସର ନାମରେ ଆଉ ଜଣେ ରାଜା ଥିଲେ। ସେ ଜଣେ ମୂର୍ଖ ଥିଲେ। ଏକ ରାତ୍ରିର ଏକ ରାଜକୀୟ ମହାଭୋଜ ତାହାଙ୍କ ଜୀବନ ଓ ରାଜତ୍ୱର ପରିସମାପ୍ତି ଘଟାଇଲା, ଯାହାକି ଦାନିଏଲ 5 ପର୍ବରେ ଆମେ ଲକ୍ଷ୍ୟ କରିବାକୁ ପାରୁ। 10 ପର୍ବର 9 ପଦରେ ଲେଖା ଅଛି, ସରଳାଚାରୀ ନିର୍ଭୟରେ ଚାଲୋଇ, ମାତ୍ର ବକ୍ରଗାମୀ ଜଣାପଡ଼ିବ। ଏହା ଆଜି ଆମର ହିତୋପଦେଶରେ ପ୍ରକାଶ କରାଯାଇଅଛି, କାରଣ ସାଧୁତା ହେଉଛି ସବୁଠାରୁ ଉତ୍ତମ ବିଷୟ। 10 ପଦରେ ଲେଖା ଅଛି, ଯେ ଆଖିରେ ଠାର ମାରଇ ସେ ଦୁଃଖ ଜନ୍ମାଏ, ପୁଣି ଅଜ୍ଞାନ ବକୁଆ ପତିତ ହେବ। ଏଠାରେ ଆମେ କିଛି ବିଷୟ ଲକ୍ଷ୍ୟ କରୁଅଛୁ, ଯାହାକି ଅତି ଚମତ୍କାର। ଚକ୍ଷୁ ଓ ମୁଖ ଏକମତ ହେବା ଉଚିତ। ଆପଣ ଯେତେବେଳେ ଜଣେ ମନୁଷ୍ୟକୁ କଥା କହିବାର ଓ ଆଖିମିଟ୍ ମିଟ୍ କରିବାର ଦେଖନ୍ତି, ଏହାର ଅର୍ଥ ହେଉଛି ସେ କ'ଣ କହନ୍ତି ତାହା ବୁଝନ୍ତି ନାହିଁ। ତାଙ୍କର ମୁଖ ଓ ମନ ବା ଚିନ୍ତାଧାରା ସମାନ ନୁହେଁ। ଯେତେବେଳେ ସେମାନେ ଏକମତ ନ ହୁଅନ୍ତି, ସେତେବେଳେ ଏହା ମହା ଦୁଃଖର କାରଣ ହୁଏ। ଏହି ପଦଟି କାହା ଜୀବନ ସହିତ ଖାପ ଖାଏ? ଜିହୁଦା ବିଷୟରେ କ'ଣ କୁହାଯାଇପାରେ? ଜିହୁଦାର ଚୁମ୍ବନ ପ୍ରକୃତରେ ଏକ ପ୍ରତାରଣାର ଚୁମ୍ବନ ଥିଲା। ଯୀଶୁଙ୍କୁ ଶତ୍ରୁ ହସ୍ତରେ ଧରାଇ ଦେବାର ଚୁମ୍ବନ ଥିଲା। ଚୁମ୍ବନଟି ସ୍ନେହକୁ ବୁଝାଏ, କିନ୍ତୁ ଏହା ପ୍ରକୃତିରେ ତାହାଙ୍କର ଚୁମ୍ବନ ଦ୍ୱାରା ପ୍ରକାଶ ପାଇନଥିଲା। କେବଳ ତାହାଙ୍କ ନିମନ୍ତେ ସେହି ଚୁମ୍ବନର ଅର୍ଥ ସେପରି ନଥିଲା। 10 ପର୍ବର 13 ପଦରେ ଲେଖା ଅଛି, ସୁବିବେକୀର ଓଷ୍ଠରେ ଜ୍ଞାନ ଥାଏ, ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି। ସମଗ୍ର ଜଗତ ସଲୋମନଙ୍କର ଜ୍ଞାନର କଥା ଶୁଣିବାକୁ ଆସିଥିଲେ। ଲେଖା ଅଛି, ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି। ଏହି ବିଷୟଟି ତାହାଙ୍କ ପୁତ୍ର ରିହବୟାମଙ୍କ ଚରିତ୍ର ଚିତ୍ରଣ କରେ। ସେ ତାହାଙ୍କ ରାଜ୍ୟର ପ୍ରାଚୀନ ତଥା ଜ୍ଞାନୀ ପରାମର୍ଶଦାତାମାନଙ୍କର ପରାମର୍ଶକୁ ଗ୍ରହଣ କଲେ ନାହିଁ, ମାତ୍ର ସେ ଯୁବାମାନଙ୍କର ପରାମର୍ଶକୁ ଗ୍ରହଣ କଲେ, ଯେଉଁମାନେ ତାହାଙ୍କ ସହିତରେ ବଢ଼ିଥିଲେ, ଯାହାକି ପ୍ରଥମ ରାଜାବଳୀ 12 ପର୍ବରେ ଲକ୍ଷ୍ୟ କରିବାକୁ ମିଳେ। ଫଳତଃ ସେ ତାହାଙ୍କର ରାଜ୍ୟ ମଧ୍ୟକୁ ଗୃହଯୁଦ୍ଧ ଓ ବିଭାଜନ ଆଣିଲେ। ଏହାପରେ 10 ପର୍ବର 14 ପଦରେ ଲେଖା ଅଛି, ଜ୍ଞାନୀମାନେ ବିଦ୍ୟା ସଞ୍ଚୟ କରନ୍ତି, ମାତ୍ର ଅଜ୍ଞାନର ମୁଖ ଉପସ୍ଥିତ ବିନାଶ ସ୍ୱରୂପ। ଜ୍ଞାନୀ ବ୍ୟକ୍ତି ସବୁ ସମୟରେ ଜ୍ଞାନକୁ ଠୁଳ କରେ, ମାତ୍ର ମୂର୍ଖ ବ୍ୟକ୍ତି ଗୋଟିଏ ପାଦ କଦଳୀ ଚୋପା ଉପରେ ରଖିଥିବା ସମୟରେ ଆଉ ଗୋଟିଏ ପାଦ ସମାଧି ମଧ୍ୟରେ ରଖେ। ଏହାର ପରିଣାମ କ'ଣ ହେବ ତାହା ଆପଣ ବୁଝିପାରୁଥିବେ। 10 ପର୍ବର 16 ପଦରେ ଲେଖା ଅଛି, ଧାର୍ମିକର ପରିଶ୍ରମ ଜୀବନଜନକ, ପୁଣି ଅଧାର୍ମିକର ଆୟ ପାପଜନକ। ଏହି ହିତୋପଦେଶଟି କଇନ ଓ ହେବଲ ବିଷୟ ନେଇ ମୋତେ ସ୍ମରଣ କରାଇଦିଏ। ଲେଖା ଅଛି, ଧାର୍ମିକର ପରିଶ୍ରମ ଜୀବନଜନକ। ଆପଣ ଦେଖନ୍ତୁ, ହେବଲ ପଶୁପାଳକ ଥିଲେ ଓ ସେ ତାହାଙ୍କର ବଳିଦାନ ନିମନ୍ତେ ଏକ ମେଷ ଶାବକ ଆଣିଲେ। ମାତ୍ର ଲେଖା ଅଛି, ପୁଣି ଅଧାର୍ମିକର ଆୟ ପାପଜନକ। ତାହିଁ ଥିଲା କଇନ, ଯେ କି ବିଦ୍ରୋହର ମନୋଭାବ ନେଇ ଭୂମିର ଫଳ ଆଣି ଉତ୍ସର୍ଗ କଲା। ଯେତେବେଳେ ହିତୋପଦେଶ କହେ ଧାର୍ମିକର ପରିଶ୍ରମ ଜୀବନଜନକ, ଏହା ହେଉଛି ଈଶ୍ୱରଙ୍କ ସହିତ ସହଭାଗିତାର ବିଷୟ। କାରଣ ହେବଲ ଜଣେ ଉଦ୍ଧାରପ୍ରାପ୍ତ ବ୍ୟକ୍ତି ଥିଲେ, କିନ୍ତୁ ଅଧାର୍ମିକତାର ଆୟ ପାପଜନକ ଏହା କଇନକୁ ଉପସ୍ଥାପିତ କରେ, କାରଣ ତାହାର କାର୍ଯ୍ୟ ପାପଜନକ ଥିଲା। 10 ପର୍ବର 17 ପଦରେ ଲେଖା ଅଛି, ଉପଦେଶ ଯେ ମାନଇ ସେ ଜୀବନ ପଥରେ ଚାଲଇ, ମାତ୍ର ଯେ ଅନୁଯୋଗ ତ୍ୟାଗ କରଇ ସେ ଭ୍ରାନ୍ତ ହୁଅଇ। ଏହା ଦାଉଦଙ୍କ ପୁତ୍ର ଅବସାଲମ ପ୍ରତି ପ୍ରଯୁଜ୍ୟ। ସେ ଅନୁଯୋଗ ତ୍ୟାଗ କଲେ। ସେ ତାଙ୍କର ପିତାଙ୍କଠାରୁ ରାଜ୍ୟ ଅଧିକାର କରିବା ନିମନ୍ତେ ଚେଷ୍ଟା କରିବା ଦ୍ୱାରା ଏକ ମସ୍ତ ବଡ଼ ଭୁଲ କଲେ। 18 ପଦରେ ଲେଖା ଅଛି, ବହୁ ବାକ୍ୟରେ ଅଧର୍ମର ଅଭାବ ନଥାଏ, ମାତ୍ର ଯେ ଆପଣା ଓଷ୍ଠାଧରକୁ ଦମନ କରେ ସେ ବୁଦ୍ଧିମାନ। ଆପଣଙ୍କର ବନ୍ଧୁ ବୋଲି ଜଣେ ଆପଣଙ୍କୁ ଛଳନା କରିବା କେତେ ଭୟଙ୍କର ବିଷୟ, ଯାହାକୁ ଆପଣ ପରେ ଜାଣିବାକୁ ପାରନ୍ତି ଯେ ସେ ପ୍ରକୃତିରେ ଆପଣଙ୍କର ଜଣେ ଶତ୍ରୁ। ସେହି ବ୍ୟକ୍ତି ପ୍ରକୃତିରେ ଜଣେ ମୂର୍ଖ। କିଛି ସମୟ ପରେ
ଆପଣ ତାହାକୁ ଧରିପାରନ୍ତି ଯେ କେହି ଅପବାଦ ରଟନା କରାଇ ସେ ମଧ୍ୟ ଏକ ମୂର୍ଖ। ଏହି ବିଷୟ ନେଇ ଈଶ୍ୱର ଏକ ନିର୍ଦ୍ଦିଷ୍ଟ ଆଜ୍ଞା ପ୍ରଦାନ କରିଅଛନ୍ତି। ଲେବୀୟ 19 ପର୍ବର 16 ପଦରେ ଏହିପରି ଲେଖା ଅଛି, ତୁମେ ଖଚୁଆ ହୋଇ ଆପଣା ଲୋକମାନଙ୍କ ମଧ୍ୟରେ ଏଣେ ତେଣେ ବୁଲିବ ନାହିଁ, କିଏ ବା ତୁମ୍ଭ ପ୍ରତିବାସୀର ରକ୍ତ ପ୍ରତିକୂଳରେ ଠିଆ ହେବ ନାହିଁ। ଆମ୍ଭେ ସଦାପ୍ରଭୁ। ଏହା ଆହୁରି କହେ, ତୁମ୍ଭେ ମନେ ମନେ ଆପଣା ଭାଇକି ଘୃଣା କରିବ ନାହିଁ, ତୁମେ ନିତାନ୍ତ ଆପଣା ପ୍ରତିବାସୀକି ଅନୁଯୋଗ କରିବ, ତହିଁରେ ତୁମ୍ଭେ ତାହାର ପାପ ଭୋଗିବ ନାହିଁ। ଯାହାକି ଲେବୀୟ 19 ପର୍ବର 17 ପଦରେ ଲେଖା ଅଛି। ତେଣୁକରି ଜଣେ ବ୍ୟକ୍ତିର ଅତିରିକ୍ତ ପ୍ରଶଂସା କରନ୍ତୁ ନାହିଁ ଯେତେବେଳେ ଆପଣ ପ୍ରକୃତରେ ତାହାକୁ ଘୃଣା କରନ୍ତି, କିଏ ବା ତାହାର ଅପବାଦ କରନ୍ତି। ଏହା ଈଶ୍ୱରଙ୍କ ବାକ୍ୟରେ ଜଣେ ବ୍ୟକ୍ତି ବିଷୟ ନେଇ ବର୍ଣ୍ଣନା କରେ। ଆପଣଙ୍କର ମନେଥିବ ଯେ ଯୋଆବ ଅବନରର ବନ୍ଧୁ ହେବାର ଏକ ଛଳନା କଲା। ସେ ତାହାକୁ ଭୁଲାଇ ନଗରର ବାହାରକୁ ନେଇଗଲା ଓ ତାପରେ ସେ ତାହାକୁ ବଦ୍ଧ କଲା। 10 ପର୍ବର 21 ପଦରେ ଲେଖା ଅଛି, ଧାର୍ମିକର ଓଷ୍ଠାଧର ଅନେକଙ୍କୁ ପ୍ରତିପାଳନ କରାଇ ମାତ୍ର ଅଜ୍ଞାନମାନେ ନିର୍ବୋଧତା ହେତୁରୁ ମରନ୍ତି। ତେବେ ସାଉଲଙ୍କୁ ତୁଳନା କଲେ ଯେ କି ମୂର୍ଖ ପରି କର୍ମ କଲେ। ପୁନର୍ବାର ସାମୁଏଲଙ୍କ କଥା ମୋର ସ୍ମରଣରେ ଆସିଯାଏ, ଯେ କି ଇସ୍ରାଏଲର ଜଣେ ମହାନ ବିଚାରକର୍ତ୍ତା ଥିଲେ। 10 ପର୍ବର 22 ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ଆଶୀର୍ବାଦ ଧନମାନ କରେ, ପୁଣି ସେ ତାହା ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ। ଅନେକ ଅଛନ୍ତି ଯେଉଁମାନେ କି ଅତି ଆନନ୍ଦରେ କାଳାତିପାତ କରନ୍ତି ଆଉ ଭାବନ୍ତି ଯେ ସେମାନେ ଏହିପରି କାଳାତିପାତ କରି ଚାଲିଥିବେ। କିନ୍ତୁ ସେମାନେ ଯେତେବେଳେ ଅନ୍ତିମ ସମୟର ନିକଟବର୍ତ୍ତୀ ହୁଅନ୍ତି, ସେମାନେ ଲକ୍ଷ୍ୟ କରିବାକୁ ପାରନ୍ତି ଯେ ଏହି ଜୀବନ ଅତି ଦୁର୍ବିସହ ଓ ଏହାର ସମସ୍ୟା ଅତି ଅସହ୍ୟ। ବିଶେଷରେ ମନୁଷ୍ୟ ତାହାର ଶେଷ ଜୀବନର ଅନୁଭୂତି ମଧ୍ୟ ଦେଇ ଯେତେବେଳେ ଗତି କରେ, ଏହା ହିଁ ସେ ଲକ୍ଷ୍ୟ କରିବାକୁ ପାରେ ଯେ ଏହି ଜୀବନ କେବଳ ଦୁଃଖ ଯାତନାରେ ପରିପୂର୍ଣ୍ଣ। ଲେଖା ଅଛି, ସଦାପ୍ରଭୁଙ୍କ ଆଶୀର୍ବାଦ ଧନମାନ କରେ, ପୁଣି ସେ ତାହା ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ। କିନ୍ତୁ ଦୁଃଖର ବିଷୟ, ଆଜିର ସମସାମୟିକ ଖ୍ରୀଷ୍ଟ ବିଶ୍ୱାସୀ ନୈତିକ ତଥା ଧର୍ମତତ୍ତ୍ୱ ସମ୍ବନ୍ଧୀୟ ଭ୍ରମ ପ୍ରତି ତାହାର ଶିଥିଳତା ଦ୍ୱାରା ଓ ତାହାର ଜୀବନଯାପନରେ ଅସାବଧାନତା ହେତୁ ଈଶ୍ୱର ତାହା ନିମନ୍ତେ ଯେଉଁ ସବୁ ମହାନ ବିଷୟମାନ ରଖିଅଛନ୍ତି, ସେହିସବୁରୁ ସେ ବଞ୍ଚିତ ହେଉଅଛି। 23 ପଦରେ ଲେଖା ଅଛି, କୁକ୍ରିୟା କରିବାର ଅଜ୍ଞାନର କୌତୁକ, ସେହିପରି ଜ୍ଞାନ ବୁଦ୍ଧିମାନ ଲୋକର। ଏହା ଯୁବକମାନଙ୍କ ପ୍ରତି ଏକ ଉତ୍ତମ ଉପଦେଶ। ଏହାପରେ 26 ପଦରେ ଲେଖା ଅଛି, ଯେପରି ଦନ୍ତକୁ କଟୁରସ ଓ ଚକ୍ଷୁକୁ ଧୂଆଁ, ସେପରି ଆପଣା ପ୍ରେରକମାନଙ୍କ ପ୍ରତି ଅଳସୁଆ। ଆପଣ କେବେ ଜଣେ ଅଳସୁଆ ବ୍ୟକ୍ତିକୁ କୌଣସି କାର୍ଯ୍ୟ ନିମନ୍ତେ ପଠାଇ ତାହା ନିମନ୍ତେ ବଡ଼ ବ୍ୟସ୍ତ ଓ ବିବ୍ରତ ହୋଇ ଅପେକ୍ଷା କରି ରହିବାର ଅନୁଭୂତି ମଧ୍ୟ ଦେଇ ଗତି କରିଅଛନ୍ତି କି? ତାହା ହିଁ ଠିକ୍ ଦନ୍ତକୁ କଟୁରସ ଓ ଚକ୍ଷୁକୁ ଧୂଆଁ ପରି। 27 ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ବିଷୟକ ଭୟ ଦିନ ବଢ଼ାଏ, ମାତ୍ର ଦୁଷ୍ଟର ବର୍ଷ ଉଣା କରାଯିବ। ଏହା ପୁରାତନ ନିୟମର ଦିନମାନଙ୍କରେ ପ୍ରକୃତରେ ସତ୍ୟ ଥିଲା। ଯେଉଁମାନେ ଈଶ୍ୱରଙ୍କର ବାଧ୍ୟ ହେଲେ, ସେମାନଙ୍କୁ ସେ ଦୀର୍ଘାୟୁ ଦେବା ନିମନ୍ତେ ପ୍ରତିଜ୍ଞା କଲେ। ସମ୍ଭବତଃ ଆପଣ ଭାବୁଥିବେ, ସେ କ'ଣ ତାହା ଆଜି ବି ପ୍ରତିଜ୍ଞା କରନ୍ତି ନାହିଁ? ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି, ଯାହାକି ତାହା ଅପେକ୍ଷା ଅଧିକ ଉତ୍ତମ ଜୀବନ। କେବଳ ଗୁଣରେ ନୁହେଁ, ମାତ୍ର ପରିମାଣରେ ମଧ୍ୟ। 30 ପଦରେ ଲେଖା ଅଛି, ଧାର୍ମିକ କେବେ ହିଁ ଘୁଞ୍ଚାଯିବ ନାହିଁ, ମାତ୍ର ଦୁଷ୍ଟ ଦେଶବାସୀ ହେବ ନାହିଁ। ଆସନ୍ତୁ ସେହି ଦୃଷ୍ଟିକୋଣରୁ ନେଇ ଆମେ ଇତିହାସକୁ ଲକ୍ଷ୍ୟ କରିବା। ପୃଥିବୀର ସମସ୍ତ ମହାନ ନେତାମାନେ, ରାଜାମାନେ ଓ ଅଧିନାୟକମାନେ ଉଭେଇ ଯାଇଛନ୍ତି। ଫାରୋଗଣ, କାଇସର, ମହାବୀର ଆଲେକ୍ଜାଣ୍ଡର, ନେପୋଲିଅନ୍ ପ୍ରଭୃତି ସମସ୍ତେ ଚାଲିଯାଇଛନ୍ତି। କାହାର ରାଜତ୍ୱ ସ୍ଥିର ହୋଇ ରହିନାହିଁ, କି କେହି ଜୀବିତ ଅବସ୍ଥାରେ ଆଉ ନାହାନ୍ତି। କିମ୍ବା ଆଜି ମଧ୍ୟ କୌଣସି ସରକାର ଦୀର୍ଘକାଳ ଧରି ସ୍ଥିର ରହିବାର ଆମେ ଲକ୍ଷ୍ୟ କରିବାକୁ ପାରୁନାହୁଁ। କାରଣ ଈଶ୍ୱରଙ୍କର ଏକ ସରକାର ରହିଅଛି, ଯାହାକି ଏକ ରାଜତନ୍ତ୍ର ହେବାକୁ ଅଛି। ପ୍ରଭୁ ଯୀଶୁ ଯେତେବେଳେ ଏହି ପୃଥିବୀ ଉପରେ ତାହାଙ୍କର ରାଜତ୍ୱ ପ୍ରତିଷ୍ଠା କରିବେ
ଓ ଏହି ପୃଥିବୀର ଶାସକ ହେବେ, ସେତେବେଳେ ଏକଛତ୍ରପତି ଶାସକ ହିସାବରେ ତାହାଙ୍କ ସମତୁଲ୍ୟ କେହି ନଥିବେ। ଆଉ ତାହାଙ୍କ ରାଜତ୍ୱ ସମୟରେ ଧାର୍ମିକ କେବେ ହେଁ ଘୁଞ୍ଚାଯିବ ନାହିଁ। 31-32 ପଦରେ ଲେଖା ଅଛି, ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀ ଜିହ୍ୱା ଉଚ୍ଛିନ୍ନ ହେବ। ଧାର୍ମିକର ଓଷ୍ଠାଧର ତୁଷ୍ଟିକର କଥା ଜାଣଇ, ମାତ୍ର ଦୁଷ୍ଟର ମୁଖ କୁଟିଳ କଥା କହଇ। ଏହା ହିଁ ହେଉଛି ଧାର୍ମିକ ଓ ଦୁଷ୍ଟ ଲୋକ ମଧ୍ୟରେ ଭିନ୍ନତା। ଆସନ୍ତୁ ବର୍ତ୍ତମାନ 11 ପର୍ବ ମଧ୍ୟକୁ ଯିବା। ଯେପରିକି ଆମେ ଦେଖିଅଛୁ, ଯୁବକ ବର୍ତ୍ତମାନ ମହାବିଦ୍ୟାଳୟ ମଧ୍ୟରେ ଅଛି ଓ ଜ୍ଞାନ ଯେ କି ଖ୍ରୀଷ୍ଟ ସେ ଶିକ୍ଷକ ଅଟନ୍ତି। ଜ୍ଞାନ ବାହାରକୁ ଯିବାର ଥିଲା ତାହାର ଛାତ୍ରମାନଙ୍କୁ ଆଣିବା ନିମନ୍ତେ। ତେବେ ତାହାର ବର୍ତ୍ତମାନ ଏକ ଅଧ୍ୟୟନ ଶ୍ରେଣୀ ରହିଅଛି, ଆଉ ସେ ହିତୋପଦେଶ ଦ୍ୱାରା ଶିକ୍ଷା ଦେଉଅଛି। ଏହି ପର୍ବଟି ବ୍ୟବସାୟ ବିଷୟ ନେଇ ପ୍ରକୃତରେ ଯୁବକକୁ କେତେକ ଉତ୍ତମ ଉପଦେଶ ପ୍ରଦାନ କରିବ। ବାସ୍ତବରେ ଧାର୍ମିକ କେବେ ହେଲେ ଘୁଞ୍ଚାଯିବ ନାହିଁ। ସେ ଈଶ୍ୱରଙ୍କର ଆଶୀର୍ବାଦର ଅଧିକାରୀ ହୋଇଥାଏ। ମାତ୍ର ଦୁଷ୍ଟ ଦେଶବାସୀ ହେବ ନାହିଁ। ତାହାର ନାମ ଲୁପ୍ତ ହୋଇଯିବ। ଲୋକେ ତାହାକୁ ଆଉ ସ୍ମରଣ ରଖିବେ ନାହିଁ। ଆଜି ଏହି ଜଗତରେ କେହି ରହିନାହିଁ କି ରହିବେ ନାହିଁ। ମାତ୍ର ଯେଉଁମାନେ ଧାର୍ମିକତାର ଅନୁଗାମୀ ହୋଇ ଉତ୍ତମ କର୍ମମାନ ସାଧନ କରିଥାନ୍ତି, ସେମାନେ ଚିରସ୍ମରଣୀୟ ହୋଇ ରହିଥାନ୍ତି। କିନ୍ତୁ ଦୁଷ୍ଟ ଲୋକକୁ କେହି ସ୍ମରଣ କରନ୍ତି ନାହିଁ। ଲେଖା ଅଛି, ଧାର୍ମିକ କେବେ ହେଁ ଘୁଞ୍ଚାଯିବ ନାହିଁ। କାରଣ ଈଶ୍ୱରଙ୍କ ନିକଟରେ ଧାର୍ମିକ ଲୋକର ମରଣ ବହୁମୂଲ୍ୟ। କାରଣ ଈଶ୍ୱର ଏକ ସରକାର ଗଠନ କରିଅଛନ୍ତି, ଯାହାକି ସେ ଅଧାର୍ମିକମାନଙ୍କୁ ବିନାଶ କରି ଧାର୍ମିକମାନଙ୍କୁ ତହିଁର ଅନ୍ତର୍ଭୁକ୍ତ କରାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଦିନେ ଏହି ଜଗତରେ ବିଚାର କରିବାକୁ ଆସୁଅଛନ୍ତି ଓ ସେ ଧାର୍ମିକତାରେ ଏହି ଜଗତରେ ବିଚାର କରିବେ ଓ ଏହି ଜଗତରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବେ। ଆଉ ସେତେବେଳେ ତାହାଙ୍କ ରାଜ୍ୟରେ ଧାର୍ମିକମାନେ ସ୍ଥାନ ପାଇବେ। ପ୍ରିୟ ବନ୍ଧୁ, ଏଠାରେ ଆମେ ଦୁଷ୍ଟ ଓ ଧାର୍ମିକ ମଧ୍ୟରେ ଏକ ଚମତ୍କାର ଭିନ୍ନତା ଲକ୍ଷ୍ୟ କରିବାକୁ ପାରୁଅଛୁ। ଧାର୍ମିକ ସେହି ଅନନ୍ତ ଜୀବନର ଅଧିକାରୀ ହୁଏ, ମାତ୍ର ଦୁଷ୍ଟ ଅନନ୍ତ ମୃତ୍ୟୁର ଅଧୀନ ହୁଏ। ତେଣୁ ଆସୁ ସେହି ଧାର୍ମିକତା ରୂପ ଖ୍ରୀଷ୍ଟଙ୍କର ଅନୁଗାମୀ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ। ବର୍ତ୍ତମାନ ଆମେ ହିତୋପଦେଶର 11 ପର୍ବ ମଧ୍ୟକୁ ଯିବା। ଏହି ପର୍ବଟି ପ୍ରକୃତିରେ ଯୁବା ମନୁଷ୍ୟକୁ ବ୍ୟବସାୟ ବିଷୟ ନେଇ କିଛି ଉତ୍ତମ ଉପଦେଶ ଦେବାକୁ ଯାଉଅଛି। 11 ପର୍ବର 1 ପଦରେ ଲେଖା ଅଛି, ଅଯଥାର୍ଥ ନୀତି ସଦାପ୍ରଭୁଙ୍କର ଘୃଣା ବିଷୟ, ମାତ୍ର ଯଥାର୍ଥ ବଟଖରା ତାହାଙ୍କର ତୁଷ୍ଟିକର। ଈଶ୍ୱର ବ୍ୟବସାୟରେ ମଧ୍ୟ ପ୍ରବେଶ କରନ୍ତି। ଆପଣ ତାହାଙ୍କୁ ଆପଣଙ୍କର ବ୍ୟବସାୟରେ ଅଂଶୀଦାର ସ୍ୱରୂପେ ନେଇପାରିବେ। କିନ୍ତୁ ସେ ଯାଉନା କାହିଁକି, ଯଦି ଆପଣ ଅସାଧୁ ଉପାୟରେ ବ୍ୟବସାୟରେ ଲାଭବାନ ହେବାକୁ ଚାହାନ୍ତି, ତାହେଲେ ଆପଣ ତାହାଙ୍କ ସହ ଅଂଶୀଦାର ହୋଇପାରିବେ ନାହିଁ। ଆପଣ ଯଦି ସାଧୁତା ଆଚରଣ କରନ୍ତି, ତାହେଲେ ସେ ଆପଣଙ୍କ ସହ ଅଂଶୀଦାର ହେବା ନିମନ୍ତେ ପସନ୍ଦ କରିବେ। ବିଶେଷରେ ଯେଉଁ ଖ୍ରୀଷ୍ଟ ବିଶ୍ୱାସୀମାନେ ବ୍ୟବସାୟରେ ଲିପ୍ତ, ସେମାନେ ସେମାନଙ୍କର ବ୍ୟବସାୟରେ ସାଧୁତା ରକ୍ଷା କରିବା ଉଚିତ। ଏହାପରେ 11 ପର୍ବର 2 ପଦରେ ଲେଖା ଅଛି, ଅହଙ୍କାର ଆସିଲେ ଲଜ୍ଜା ଆସେ, ମାତ୍ର ନମ୍ରଶୀଳ ଲୋକଠାରେ ଜ୍ଞାନ ଥାଏ। ଦେଖନ୍ତୁ, ଅହଙ୍କାର ହେଉଛି ଆଉ ଏକ ପାପ। ଏଠାରେ ଯୁବା ମନୁଷ୍ୟକୁ ଅହଙ୍କାର ବିଷୟରେ ସତର୍କ କରାଇ ଦିଆଯାଏ। ଏହି ହିତୋପଦେଶ ଅହଙ୍କାର ଓ ନମ୍ରତା ମଧ୍ୟରେ ଏକ ପାର୍ଥକ୍ୟତା ଦର୍ଶାଏ। ଅହଙ୍କାର ସହିତ ଲଜ୍ଜା ସଦାସର୍ବଦା ପାଖେ ପାଖେ ଥାଏ। କାରଣ ଯେଉଁ ବ୍ୟକ୍ତି ଅହଙ୍କାର ସ୍ୱଭାବ ଧାରଣ କରେ, ତାହାର ପତନ ହୁଏ ଓ ସେ ଲଜ୍ଜିତ ହୁଏ। ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଏହି ଅହଙ୍କାର ବିଷୟ ନେଇ ଅନେକ କିଛି ବିଷୟ ପ୍ରକାଶ କରାଯାଇଅଛି। ବିଶେଷତଃ ଏହି ହିତୋପଦେଶ ପୁସ୍ତକରେ ସେହି ଅହଙ୍କାର ବିଷୟ ନେଇ ଶିକ୍ଷା ଦିଆଯାଇଅଛି। ଏହାପରେ 11 ପର୍ବର 3 ପଦରେ ଲେଖା ଅଛି, ସରଳାଚାରୀମାନଙ୍କ ସରଳତା ସେମାନଙ୍କୁ ପଥ ଦେଖାଇବ, ମାତ୍ର ବିଶ୍ୱାସଘାତକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ। ଏହି ସରଳତାର ଅର୍ଥ ହେଉଛି, ଯଦି ଜଣେ ବ୍ୟକ୍ତି ସତ୍ୟରେ ଚାଲିବା ନିମନ୍ତେ ଇଚ୍ଛା କରେ ଓ ଏହା ତାହାର ହୃଦୟର ଏକାନ୍ତ ଇଚ୍ଛା, ତାହେଲେ ଈଶ୍ୱରଙ୍କ ଆତ୍ମା ତାହାକୁ ସାହାଯ୍ୟ କରିବେ ଓ ସେହି ସତ୍ୟ ପଥରେ କଢ଼ାଇ ନେବେ। ମାତ୍ର ଭିନ୍ନତା ହେଉଛି, ବିଶ୍ୱାସଘାତକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ। ଏହାପରେ 11 ପର୍ବର 4 ପଦରେ ଲେଖା ଅଛି, କ୍ରୋଧର ଦିନରେ ଧନ ନିଷ୍ଫଳ, ମାତ୍ର ଧାର୍ମିକତା ମୃତ୍ୟୁରୁ ରକ୍ଷା କରଇ। ଏହି ବିଷୟଟି ଧନୀ ଓ ଲାଜାରର ଘଟଣାଟିକୁ ସ୍ମରଣ କରାଇଦିଏ। ଈଶ୍ୱରଙ୍କର କ୍ରୋଧର ଦିନ ଯେତେବେଳେ ଆସି ଉପସ୍ଥିତ ହେଲା, ସେତେବେଳେ ଧନୀର ଧନ ତାହାର ଜୀବନକୁ ରକ୍ଷା କରିପାରିନଥିଲା। ମାତ୍ର ସେହି ଦରିଦ୍ର ଲାଜାରର ଧାର୍ମିକତା ତାହାକୁ ରକ୍ଷା କଲା। ଏହା ତାହାକୁ ସିଧାସଳଖ ଅବ୍ରାହମଙ୍କ କୋଳକୁ ନେଇଗଲା। ପ୍ରିୟ ବନ୍ଧୁ, ଧନ ଉପାର୍ଜନ କରିବା କିଛି ଭୁଲ ନୁହେଁ। ମାତ୍ର ଯେଉଁମାନେ ତହିଁ ଉପରେ କେବଳ ନିର୍ଭର କରନ୍ତି ଓ ଧନକୁ ନିଜର ବଳ ସ୍ୱରୂପ କରନ୍ତି, ସେମାନେ ଭୁଲ କରନ୍ତି। ଏହି ଜଗତରେ ଆପଣ ଧନ ଦ୍ୱାରା ସବୁକିଛି କିଣିପାରିବେ, ମାତ୍ର
ସେହି ପର ଜଗତରୁ କିଛି କିଣିପାରିବେ ନାହିଁ। ଆପଣ ସେହି ଅନନ୍ତ ଜୀବନ କିଣିପାରିବେ ନାହିଁ। ଆପଣ ପାପ କ୍ଷମା କିଣିପାରିବେ ନାହିଁ। ଆପଣ ଶାନ୍ତି କିଣିପାରିବେ ନାହିଁ। ଆପଣ ଆନନ୍ଦ କିଣିପାରିବେ ନାହିଁ, ଯାହାକି ବାସ୍ତବ ଆନନ୍ଦ, ବାସ୍ତବ ଶାନ୍ତି, ବାସ୍ତବ ଜୀବନ। ତେଣୁ ଆସୁ ଧନ ଉପରେ ନିର୍ଭର ନ କରି ପ୍ରଭୁଙ୍କ ଉପରେ ନିର୍ଭର କରୁ। ଆଉ ପ୍ରଭୁଙ୍କର କ'ଣ ସନ୍ତୋଷଜନକ ତାହା ସମୀକ୍ଷା କରିବା ପାଇଁ ଆଉ ତାହା ସାଧନ କରିବା ପାଇଁ ଚେଷ୍ଟା କରୁ। ତାହେଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ ଏବଂ ସେ ଆମମାନଙ୍କୁ ସେହି ଅନନ୍ତ ଜୀବନର ପଥରେ, ସେହି ଉଦ୍ଧାରର ପଥରେ କଢ଼ାଇ ନେବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।